ମାଣବସା ପ୍ରଥମ ପାଳିରେ ମାଣ ବସେଇବା କି ବସେଇବା ନାହିଁ, ଏ ବର୍ଷ କେତେ ପାଳି ମାଣବସା ପଡ଼ୁଛି ଆଉ କେଉଁ କେଉଁ ଦିନରେ ମାଣବସା ପଡ଼ୁଛି, କେମିତି କ'ଣ ଆମେ ପୂଜା କରିବା, ଆସନ୍ତୁ ଆଜିର ଏହି ସୁନ୍ଦର ଭିଡ଼ିଓଟିରେ ଆମେମାନେ ଜାଣିବା। ଆଜି ହେଉଛି ପ୍ରଥମ ପାଳି ମାଣବସା ଗୁରୁବାର। ଚଳିତ ବର୍ଷ ମାଣବସା ଗୁରୁବାର 5 ପାଳି ପଡ଼ୁଛି। ନଭେମ୍ବର 6 ତାରିଖ ମାନେ ଆଜି ହେଉଛି ପ୍ରଥମ ପାଳି ମାଣବସା। ତାପରେ ହେଉଛି ନଭେମ୍ବର 13 ତାରିଖ ମାନେ ପ୍ରଥମାଷ୍ଟମୀ ହେଉଛି 12 ତାରିଖରେ। ତାପରେ ହେଉଛି 13 ତାରିଖ ହେଉଛି ମାଣବସାର ଦ୍ୱିତୀୟ ପାଳି। ତାପରେ ନଭେମ୍ବର 20 ତାରିଖ, 27 ତାରିଖ ଏବଂ ଡିସେମ୍ବର 4 ତାରିଖ ହେଉଛି ମାଣବସାର ଶେଷ ପାଳି। ମାନେ 5 ପାଳି ଏ ବର୍ଷ ପଡ଼ୁଛି ମାଣବସା। ତ ବହୁତ ବଢ଼ିଆ କଥା, ଖୁସିର କଥା ମଧ୍ୟ, କାରଣ 4 ପାଳି ଆମେ ବହୁତ ଖୁସିରେ ମାଣବସାକୁ ପାଳନ କରିପାରିବା। ଯେହେତୁ ବିଧି ରହିଥାଏ 4 ପାଳିର ପାଳନ କରିବା ପାଇଁ। ଓଡ଼ିଆ ଘରର ପ୍ରତ୍ୟେକ ଗୃହିଣୀମାନେ ମାଣବସା ଗୁରୁବାର ଓଷା କରିବା ପାଇଁ ଆଗ୍ରହୀ ଥାନ୍ତି। ପ୍ରତ୍ୟେକ ଓଡ଼ିଆ ଘରେ ଘରେ ମାଣବସା ଗୁରୁବାର ପୂଜା କରାଯାଇଥାଏ। ମା ଲକ୍ଷ୍ମୀଙ୍କ ମାର୍ଗଶିର ମାସର ପ୍ରତ୍ୟେକ ଗୁରୁବାର ଅଧିକ ପ୍ରିୟ ହୋଇଥାଏ। ତ ମା ଲକ୍ଷ୍ମୀଙ୍କର ମାଣବସା ଗୁରୁବାର ଧାନ ମାଣିକ ଓଷା ଯେଉଁମାନେ କରନ୍ତି ତାଙ୍କ ଘରେ ସବୁବେଳେ ମା ଲକ୍ଷ୍ମୀଙ୍କର ବାସ ହୋଇଥାଏ। ତ ସେହି ଘରେ କେବେ ବି ଧନର ଅଭାବ ହୋଇନଥାଏ। କିଛି ନା କିଛି ହୋଇକି ତାଙ୍କ ଘରେ ସବୁବେଳେ ଧନ ଆଭେଲେବୁଲ୍ ହୋଇଯାଏ। ସବୁବେଳେ ସେମାନେ ଖୁସିରେ ରୁହନ୍ତି, କେବେ ବି ତାଙ୍କ ଘରେ ଅଭାବ ଦେଖା ଦେଇନଥାଏ। କାର୍ତ୍ତିକ ପୂର୍ଣ୍ଣିମା ସରୁ ସରୁ ମାର୍ଗଶିର ମାସ ପ୍ରଥମ ଦିନ ମାନେ ଆଜି ହିଁ ଗୁରୁବାର ମାଣବସା ପଡ଼ୁଛି। ଆଜି ଛାଡ଼ ଖାଇ ମଧ୍ୟ ରହିଛି। ତ ଏହି ପ୍ରଥମ ପାଳିକୁ ଅଲାଗି ପାଳି ବୋଲି କୁହାଯାଏ। ଏହି ପ୍ରଥମ ପାଳିରେ ପ୍ରାୟ କିଛି ଜଣ ମାଣ ବସେଇ ନଥାନ୍ତି। କହିବାକୁ ଗଲେ ପ୍ରାୟ ଯେମିତିକି ପୁରୀ ହେଲା, ଖୋର୍ଦ୍ଧା, ଏପଟ ସାଇଡ଼ ଲୋକମାନେ ମାଣ ବସେଇ ନଥାନ୍ତି ଅଲାଗି ପାଳିରେ। ଆଉ କିଛି ଜଣ ମାଣ ବସେଇଥାନ୍ତି, ଯେମିତିକି ଯାଜପୁର ହେଲା, ଭଦ୍ରକ ହେଲା, ସେପଟେ ପ୍ରାୟ ଅଲାଗି ପାଳିରେ ହିଁ ମାଣ ବସେଇଥାନ୍ତି। ତ ପ୍ରଥମାଷ୍ଟମୀ ପରେ ହିଁ ପ୍ରକୃତରେ ମାଣବସା ଯାଇଥାଏ। କାହିଁକି ନା ଧାନ, ବିରି, ମୁଗ ଏସବୁ ପ୍ରଥମାଷ୍ଟମୀରେ ପୂଜା ହୋଇଥାନ୍ତି। ମାନେ ଏ ବର୍ଷର ପ୍ରଥମ ଧାନ, ମୁଗ ସବୁ ଅମଳ ହେବା ପରେ ପ୍ରଥମାଷ୍ଟମୀରେ ପୂଜା ହେବେ। ଭଗବାନ ପଢ଼ୁଆ ହେବେ। ବଡ଼ ଠାକୁର ବଳଭଦ୍ର, ମହାପ୍ରଭୁ ଜଗନ୍ନାଥ ଏବଂ ମା ଲକ୍ଷ୍ମୀ ମଧ୍ୟ ପ୍ରଥମାଷ୍ଟମୀରେ ପଢ଼ୁଆ ହୋଇଥାନ୍ତି। ଏସବୁ ଧାନ, ବିରି, ମୁଗ ତାଙ୍କ ପାଖରେ ପୂଜା ହୋଇଥାଏ, ପିଠା ହୋଇଥାଏ, ସେ ପଢ଼ୁଆ ହୋଇଥାନ୍ତି। ତାପରେ ଯାଇକି ମାଣବସା ବସା ଯାଇଥାଏ। ଆମର ଇଷ୍ଟ ଯେହେତୁ ଜଗନ୍ନାଥ ଅଟନ୍ତି, ସେଥିପାଇଁ ପ୍ରଭୁଙ୍କ ପାଖରେ ପ୍ରଥମାଷ୍ଟମୀରେ ଧାନ, ମୁଗ, ବିରି ସବୁ ପୂଜା ସରିବା ପରେ ତାପରେ ଆମେ ଧାନରେ ବା ନୂଆ ଧାନରେ ମାଣ ତିଆରି କରିକି ଆମେ ଧାନ ମାଣିକ ଓଷା ବା ମାଣବସା ଓଷା କରିଥାନ୍ତି। କିଛି ଘରେ ପ୍ରଥମ ପାଳିରେ ହିଁ ମାଣ ବସେଇ ଦିଅନ୍ତି। ଆପଣଙ୍କ ଘରର ନିୟମ ପରମ୍ପରା ଅନୁସାରେ ଯଦି ଆପଣଙ୍କ ଘରେ ଅଛି କି ଅଲାଗି ପାଳିରେ ମଧ୍ୟ ମାଣ ବସିବ, ତାହେଲେ ଆପଣମାନେ ମାଣ ନିଶ୍ଚୟ ବସେଇବା ଉଚିତ। ଯଦି ଆପଣଙ୍କ ମନରେ ଭକ୍ତି ଅଛି ଆଉ ମା ଲକ୍ଷ୍ମୀଙ୍କୁ ଆପଣମାନେ ପୂଜା କରୁଛନ୍ତି, ମାନୁଛନ୍ତି, ତାହେଲେ ଥରେ ନିଶ୍ଚୟ ଜୟ ମା ଲକ୍ଷ୍ମୀ ବୋଲି ଲେଖନ୍ତୁ। ମା ଆପଣଙ୍କ ପୂଜା ଉପରେ ସନ୍ତୁଷ୍ଟ ହେବେ। ଆପଣଙ୍କ ସବୁ ଦୁଃଖ, କଷ୍ଟ, ଅଭାବ ଯାହା ରହିଛି ମା ଅନ୍ନପୂର୍ଣ୍ଣା ନିଶ୍ଚୟ ଦୂର କରିବେ। ପ୍ରଥମ ପାଳି ମାଣବସା ଅର୍ଥାତ୍ ଅଲାଗି ପାଳିରେ ମାନେ ଆଜି ମା ଲକ୍ଷ୍ମୀଙ୍କ ପାଖରେ କିଛି ସେମିତି ଲାଗି କରାଯାଏ ନାହିଁ କି ମାଣ ମଧ୍ୟ ବସାଯାଏ ନାହିଁ। କେବଳ ମା ଲକ୍ଷ୍ମୀଙ୍କର ପୂଜା କରାଯାଏ। ଯେମିତି ଆମେ ନର୍ମାଲ୍ ପୂଜା କରୁଛେ ସେମିତି ଟିକେ ପୂଜା କରିବା। ଆଉ ମାଣ ସ୍ଥାପନା ଆଜି କରିବେ ନାହିଁ। ଅଲାଗି ପାଳିରେ ମାଣ ବସାଯାଏ ନାହିଁ କି ଚାଉଳ ବଟାରେ ଝୋଟି ଚିତା ମଧ୍ୟ ସବୁଆଡ଼େ ପକାଯାଏ ନାହିଁ। ଆପଣ ଧଳା ମୁରୁଜରେ କିମ୍ବା ପଥରର ଖଡ଼ିରେ ଚିତା ପକାଇ ପାରିବେ। ତୁଳସୀ ଚଉରା ପାଖରେ ଟିକେ, ଠାକୁରଙ୍କ ଘରେ ଟିକେ, ଦ୍ୱାରବନ୍ଧ ପାଖରେ, ଇଶାଣ ପାଖରେ, ଗୁହାଳ ପାଖରେ ମଧ୍ୟ ଆପଣମାନେ ମୁରୁଜରେ ଆପଣମାନେ ସେଠି ଟିକେ ଚିତା ପକାଇଦେବେ, କିନ୍ତୁ ଚାଉଳ ବଟିକି ଝୋଟି ଚିତା ଦେବା କଥା ନୁହଁ। ଅଲାଗି ପାଳିରେ ବା ଆଜି ଆପଣ ଅରୁଆ ଅନ୍ନ ଖାଇବେ ଆଉ ରାତିରେ କିଛି ଫଳ କିମ୍ବା ପିଠା ମଧ୍ୟ ସେବନ କରିବା କଥା। ପୁରୁଣା ଚାଉଳ, ପୁରୁଣା ବିରିରେ, ନୂଆ ବିରି ଚାଉଳରେ ଆପଣ ପିଠା କରିବେ ନାହିଁ। ତା ସହିତ ରାତିରେ ନ ଖାଇଲେ ମଧ୍ୟ ଆପଣ ଚଳିବ, ଯେହେତୁ ବ୍ରତ ଉପବାସରେ ଦିନରେ ଥରେ ସେବନ କରାଯାଏ ଅରୁଆ, ଆଉ ରାତିରେ କେବଳ ଗୋଟିଏ ଥର ହିଁ ଜଳଖିଆ ଖିଆଯାଏ। ତ ସେଥିପାଇଁ ଆପଣମାନେ ରାତିରେ ବି ନ ଖାଇଲେ ବି ଚଳିବ। କିନ୍ତୁ ଯେଉଁମାନେ ଚାହିଁବେ କେବଳ ଦିନରେ ଗୋଟିଏ ଥର ଅରୁଆ ସେବନ କରିବେ ଆଉ ସନ୍ଧ୍ୟା ପୂର୍ବରୁ ମଧ୍ୟ କିଛି ଫଳମୂଳ ଖାଇନେବେ, ତାହେଲେ ହେଇଗଲା। ରାତିରେ ବି ଖାଇବା ଦରକାର ନାହିଁ, କାରଣ ବ୍ରତ ଏମିତି ହିଁ ରଖାଯାଏ। ବାରମ୍ବାର ଯେଉଁମାନେ ଖାଆନ୍ତି
ମାନେ ଫଳମୂଳ ବହୁତ ଭରପୁର ଖାଆନ୍ତି, ଦିନକୁ 2 ଥର ଅରୁଆ ଅନ୍ନ ଖାଆନ୍ତି। ତ ଏମିତି ବ୍ରତ ରଖାଯାଏ ନାହିଁ। ବ୍ରତ ମାନେ ଆମକୁ ନିଷ୍ଠାର ସହିତ ବ୍ରତ ପାଳନ କରିବାକୁ ହୋଇଥାଏ। ଆମେ ଦିନରେ ଗୋଟିଏ ଥର ଆମେ ଅରୁଆ ଅନ୍ନ ସେବନ କରିବା। ହଁ, ଯେଉଁଦିନ ମାଣ ଆମେ ବସାଇବା ସେଦିନ ଆମେ 3 ଥର ଭୋଗ ଲାଗିଥାନ୍ତି। ପ୍ରଥମେ ଯେଉଁ ସକାଳୁ ଆମର ପଣା ଭୋଗ ଲାଗି କରାଯାଏ, ତା ସହିତ ଦ୍ୱିପହରେ ଆମେ ଅନ୍ନ ଭୋଗ କରିଥାନ୍ତି, ଆଉ ରାତିରେ ଆମେ ପିଠାପଣା ସବୁ ଫଳମୂଳ ମଧ୍ୟ ଭୋଗ କରିଥାନ୍ତି। ଆପଣ ସେମିତି 3 ଥର ସେବନ କରିବେ, କିନ୍ତୁ ଥରେ ଅନ୍ନ ସେବନ କରିବା କଥା। ତ ସେହି ହିସାବରେ ଆପଣମାନେ ମାଣବସାକୁ ପାଳନ କରିବେ। ଅଲାଗି ପାଳିରେ ବୃହତ୍ ଲକ୍ଷ୍ମୀ ପୁରାଣ ବହି, ମାଣବସା ବହି କିମ୍ବା ଧାନମାଣିକ ଓଷା ବହି ପଢ଼ିବା ଉଚିତ। ଯେ ଆପଣ ଯେଉଁ ବି ପାଳି ମାଣ ବସାନ୍ତୁ ନା କାହିଁକି, ଆପଣ ପ୍ରତି ପାଳିରେ ମାଣବସାର ବହି, ତା'ର ମହତ୍ତ୍ୱ କ'ଣ ସମସ୍ତଙ୍କୁ ଜାଣିବା ଦରକାର। ସେଥିପାଇଁ ବହି ସମସ୍ତଙ୍କୁ ନିହାତି ପଢ଼ିବା ଦରକାର। ଆଉ ମାଆଙ୍କର ସବୁ ସ୍ତୁତି ବୋଲିକି ବା ଉଚ୍ଚାରଣ କରିକି ପୂଜା କରିବା ଦରକାର। ଆପଣମାନେ ଏଇଟା ଅଲଗି ପାଳି ହେଲେ ବି ଦ୍ୱାରବନ୍ଧକୁ ଧୋଇକି ମୁରୁଜ ପକାଇ ପୂଜା କରିବା କଥା। ଦ୍ୱାରବନ୍ଧରେ ଅରୁଆ ଚାଉଳ, ଫୁଲ, କ୍ଷୀର, ଦୁବ ଇତ୍ୟାଦି ଦେଇକି ସିନ୍ଦୁର ଚନ୍ଦନ ଲଗାଇକି ପୂଜା କରିବା ଦରକାର। ଆମ୍ବପତ୍ରଟିଏ ଦେଇକି ମଧ୍ୟ କଳସଟିଏ ସେଠି ସ୍ଥାପନା କଲେ ବହୁତ ଭଲ। ପ୍ରତ୍ୟେକ ମାଣବସା ଗୁରୁବାରରେ କଦଳୀପତ୍ରରେ ମାଣବସା ଭୋଗ ସେବନ କରିବା କଥା। ଏହା ମନକୁ ଶାନ୍ତି ଦେଇଥାଏ। ଶରୀର ପାଇଁ ମଧ୍ୟ ବହୁତ ଭଲ କଦଳୀପତ୍ରରେ ଯଦି ଆମେ ସେବନ କରିବା। ଯାହା ସବୁ ପୂଜା ସାମଗ୍ରୀ ଆବଶ୍ୟକ ତାହା ଆପଣମାନେ ବୁଧବାର ଦିନଠାରୁ ଯୋଗାଡ଼ିକି ରଖିଦେବେ। ଗୁରୁବାର ଦିନ ମୁଣ୍ଡ ସଫା କରାଯାଇନଥାଏ, ତେଣୁ ବୁଧବାର ଦିନଠାରୁ ମୁଣ୍ଡ ସଫା କରିଦେବେ। ସର୍ଫ ସାମ୍ପୁ ଯାହା ବି ଆପଣ ପୂଜା ମାନେ ସଫା କରୁଛନ୍ତି, ତାପରେ ଗୁରୁବାର ଦିନ କେବଳ ମୁଣ୍ଡକୁ ଧୋଇବେ। ପାଣିରେ ଖାଲି ଧୁଆ ହେବ, ସଫା କିଛି କରାହେବ ନାହିଁ। ବର୍ତ୍ତମାନ ଆସନ୍ତୁ ଆମେ ଜାଣିନେବା ଗୁରୁବାର ଦିନରେ କ'ଣ କ'ଣ ସବୁ କରିବା ଉଚିତ ନୁହେଁ। ଗୁରୁବାରରେ ଆମିଷ, ପିତା, କଷା, ଲାଉ, ତିକ୍ତ ଖାଦ୍ୟ, ପିଆଜ, ରସୁଣ ଏସବୁ କେବେ ଖାଇବା କଥା ନୁହେଁ। ତା ସହିତ ଖଇ, ଚୂଡ଼ା ବାଜିବା ଉଚିତ ନୁହେଁ। ଲାଉ ସହିତ ଆମିଷ ଖାଇବା କଥା ନୁହଁ। ସଫାସଫି କରିବା ଉଚିତ ନୁହଁ। ମାନେ କିଛି ମଇଳା ପାଣି ସେଦିନରେ କିଛି ଧୁଆଧୁଇ କରିବା କଥା ନୁହଁ। ଅଳାନ୍ତୁ ମଧ୍ୟ ଘରର କିଛି ବି ଝଡ଼ାଝଡ଼ି କରିବା କଥା ନୁହଁ। ପୁରୁଣା ଚିରା ମଇଳା ବସ୍ତ୍ର ମଧ୍ୟ ସେଦିନ ପିନ୍ଧିବା କଥା ନୁହଁ। ମୁଣ୍ଡ ସଫା କରିବା ଉଚିତ ନୁହଁ। ମୁଣ୍ଡ କେବଳ ଧୋଇବା ଉଚିତ। ସୂର୍ଯ୍ୟୋଦୟ ପରେ ଉଠିବା ମଧ୍ୟ ଉଚିତ ନୁହେଁ। କଳା ଶାଢ଼ୀ, କଳା ଚୁଡ଼ି, କଳା ଟିକିଲି ଇତ୍ୟାଦି ପିନ୍ଧିବା ଉଚିତ ନୁହଁ। ଶରୀରରୁ ଅଳଙ୍କାର ଉତାରିବା ମଧ୍ୟ ଉଚିତ ନୁହଁ। ଗୁରୁବାର ଦିନରେ ଶୋଇବା କଥା ନୁହଁ। ସବୁଦିନ ଶୋଇଥିବା ଶେଯରେ ମଧ୍ୟ ଶୋଇବା ଉଚିତ ନୁହଁ। ସ୍ୱାମୀ ଶାଶୁ ଶ୍ୱଶୁରଙ୍କ ସହିତ କଳି ଝଗଡ଼ା ଯୁକ୍ତିତର୍କ କରିବା ଉଚିତ ନୁହଁ। ସ୍ୱାମୀ ସ୍ତ୍ରୀ ସଙ୍ଗ କରିବା ଉଚିତ ନୁହଁ। ଛୋଟ ଝିଅମାନଙ୍କୁ ମାରିବା ମଧ୍ୟ ଉଚିତ ନୁହଁ। ଗୁରୁବାର ଦିନ ଘରର ଝାଡ଼ୁକୁ କେବେ କାହାକୁ ଦେବା କଥା ନୁହଁ। କାହାକୁ ପଇସା ଧାରରେ ଦେବା କଥା ନୁହଁ। ଚାଉଳ ମଧ୍ୟ ଏହି ଦିନରେ ଦେବା ଉଚିତ ନୁହଁ। ତା ସହିତ ମାଣବସା ପ୍ରସାଦ ମଧ୍ୟ କାହାକୁ ଦେବା କଥା ନୁହଁ। ନିଜ ଘରର ଝିଅ ହେଲେ ବି, ବିବାହିତ ଝିଅ ଯଦି ବାହା ହେଇଯାଇଛି ଝିଅଟି, ତାହେଲେ ତାକୁ ମଧ୍ୟ ମାଣବସାର ଭୋଗ ମଧ୍ୟ ଦେବା କଥା ନୁହଁ। ଏବେ ଜାଣିବା ମାଣବସା ଗୁରୁବାର ଦିନ କ'ଣ କ'ଣ ସବୁ କରିବା। ବିବାହିତ ନାରୀମାନେ ଧଳା ଶାଢ଼ୀରେ ନାଲି ପାଡ଼ିଥିବା ସୂତା ଶାଢ଼ୀ କିମ୍ବା ହଳଦିଆ ଲୁଗାରେ ନାଲି ପାଡ଼ିଥିବା ଲୁଗା ପିନ୍ଧିବା ଦରକାର। ମାଣବସାରେ ନିଜକୁ ସଜେଇବା ବହୁତ ଭଲ। ପାଦରେ ଅଳତା ଲଗାଇବା ମଧ୍ୟ ଦରକାର। ତା ସହିତ ଗହଣା ପିନ୍ଧିକି ମାନେ ଯେମିତିକି ମଙ୍ଗଳସୂତ୍ର ଏସବୁ ଆମେ ପିନ୍ଧିଥିବା। ମଙ୍ଗଳସୂତ୍ର, ପାଉଁଜି, ଚୁଡ଼ି ଏସବୁ ପିନ୍ଧିବା। କେବେ ଖାଲି କରିବା ନାହିଁ ଶରୀରରୁ। ତାପରେ ଶଙ୍ଖା ସିନ୍ଦୁର ସବୁ ଲଗେଇକି ସୁନ୍ଦର ହେଇକି ନିଜକୁ ସଜେଇବା ଦରକାର। ମାର୍ଗଶିର ମାସର ପ୍ରତ୍ୟେକ ଗୁରୁବାର ମା' ଲକ୍ଷ୍ମୀଙ୍କର ଅତି ପ୍ରିୟ ହୋଇଥାଏ। ଗୋଟେ ମାସ ପର୍ଯ୍ୟନ୍ତ ସେମିତି ମାଣ ବସିଥାନ୍ତି, କିନ୍ତୁ କେହି ସବୁ ନିୟମକୁ ପାଳନ କରି ନ ପାରିବାରୁ ମାଣ ବସାଇକି ସେହି ଦିନ ହିଁ ମାଣ ଉଠାଇ ଦିଅନ୍ତି। ମାନେ ପ୍ରତ୍ୟେକ ପାଳି ମାଣ ବସାନ୍ତି, ପ୍ରତ୍ୟେକ ପାଳି ମାଣକୁ ଉଠାଇ ଦିଅନ୍ତି। କାହିଁକିନା ମାଣ ଯଦି ବସିକି ରହିବେ ବହୁତ ସାରା ନିୟମ ବି ମାନିବାକୁ ପଡ଼ିବ। ଘରେ କେବେ ଆମିଷ, ପିଆଜ, ରସୁଣ ସବୁ ହେବନି ମାସେ ପର୍ଯ୍ୟନ୍ତ। ତ ସେଥିପାଇଁ ଯେଉଁମାନେ ବାରିକି ରହିବେ ସେମାନେ ହିଁ ମାସେ ପର୍ଯ୍ୟନ୍ତ ସେମିତି ମାଣକୁ ବସାଇଥାନ୍ତି। ଆଉ କେହି ଚାରି ପାଳିର ଗୋଟିଏ ଗୁରୁବାରରେ ହିଁ ମାଣ ବସିଥାନ୍ତି। ମାନେ 4ଟା ପାଳି ଥାଏ, ତ ଗୋଟିଏ ପାଳି ହିଁ ବସାନ୍ତି। ଶେଷ ପାଳି ହେଉ କିମ୍ବା ତୃତୀୟ ପାଳି ହେଉ ବସିଥାନ୍ତି। ତ ଆପଣଙ୍କ ଘରେ ଯେମିତି ଯାହା ଅଛି ପାଳନ କରିବାର ମାଣବସା କେତେ ପାଳି କ'ଣ କରାଯାଉଛି, ସେଇ ନିୟମ ହିସାବରେ ଆପଣମାନେ ହିଁ ମାଣ ବସାନ୍ତୁ। ଯେଉଁମାନେ ନୂଆ ମାଣ ବସାଇବା ପାଇଁ ଚାହୁଁଛନ୍ତି, ତାହେଲେ ଆପଣଙ୍କ ଘରର କେହି
ଯାଆଙ୍କ ଠାରୁ ଆପଣ ମାଣର ଯେକୌଣସି ବି ଜିନିଷ ପୂଜା ଜିନିଷ ଆଣିକି ନୂଆ କରିକି ମାଣକୁ ବସେଇ ପାରିବ। ଯଦି କେହି ଆପଣଙ୍କର ସେମିତି ରହୁନାହାନ୍ତି ଘରେ, ତାହେଲେ ଆପଣ ପୁରୀରୁ ମଧ୍ୟ ମା ଲକ୍ଷ୍ମୀଙ୍କ ମନ୍ଦିରରୁ ମାଆଙ୍କର କୌଣସି ବି ପୂଜା ଜିନିଷ ଆଣିକି ମାଣ ସେଦିନ ଆରମ୍ଭ କରିପାରିବେ। ଯଦି ପୁରୀ ଯିବା ସମ୍ଭବ ନୁହଁ, ତାହେଲେ ଆଖପାଖରେ ଥିବା ଲକ୍ଷ୍ମୀ ମନ୍ଦିରରୁ ମାଆଙ୍କର କିଛି ପୂଜା ଜିନିଷ ଓଢ଼ଣୀ ଗୁଆ ଫୁଡ଼ି ଯାହା ଦେଲେ ତାକୁ ଆଣିକି ମଧ୍ୟ ଆପଣ ପ୍ରଥମ ଥର ପରେ ମାଣ ବସେଇ ପାରିବେ। ତ ମା ଲକ୍ଷ୍ମୀ ଆପଣଙ୍କର ସବୁ ଦୁଃଖ ଦୂର କରିବେ, ଆପଣଙ୍କ ପରିବାରକୁ ସୁଖ ଶାନ୍ତିରେ ରଖନ୍ତୁ। ତ ମନରେ ଭକ୍ତି ଥିଲେ ମାଆଙ୍କୁ କିଛି ଜଣାଇବାକୁ ଚାହୁଁଥିଲେ, ନିହାତି ସମସ୍ତେ ଜୟ ମା ଲକ୍ଷ୍ମୀ ଥରୁଟିଏ କମେଣ୍ଟରେ ଲେଖିଦିଅନ୍ତୁ। ଆଉ ଏମିତି ସେକେଣ୍ଡ ଭିଡ଼ିଓ ଯେଉଁମାନେ ବି ଦେଖିବାକୁ ଚାହୁଁଛ, ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ ମଧ୍ୟ କରିପାରିବ। ଆଜି ପାଇଁ ଏତିକି ରହିଲି। ଜୟ ଜଗନ୍ନାଥ, ଧନ୍ୟବାଦ।